ଏହି ଉପାୟ ଆପଣ ସକାଳ 7ଟା ଭିତରେ କରିପାରିବେ, ନଚେତ୍ ସନ୍ଧ୍ୟା ସମୟରେ 6ଟାରୁ ରାତି 8ଟା ଭିତରେ କରିପାରିଲେ ଆପଣଙ୍କ ପାଇଁ ଖୁବ୍ ମଙ୍ଗଳ ହେବ। ଜୟ ଜଗନ୍ନାଥ। କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ବହୁତ ହି ଭଲରେ ଥିବେ, ବହୁତ ଖୁସିରେ ଥିବେ, ସବୁବେଳେ ହସୁଥିବେ, ଅନ୍ୟମାନଙ୍କୁ ହସ ବାଣ୍ଟୁଥିବେ। ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ସବୁବେଳେ ଆପଣମାନେ ସୁରକ୍ଷାରେ ରୁହନ୍ତୁ, ହାପି ହେଇକି ରୁହନ୍ତୁ, ହେଲ୍ଦି ହେଇକି ରୁହନ୍ତୁ ଏବଂ ଆୟୁଷ୍ମାନ ହେଇକି ରୁହନ୍ତୁ। ସବୁବେଳେ ମୋର ପ୍ରତ୍ୟେକ ଦର୍ଶକ ବନ୍ଧୁ ଯେଉଁମାନେ ମୋର ବର୍ତ୍ତମାନ ଭିଡ଼ିଓ ଦେଖୁଛନ୍ତି କି ଶୁଣୁଛନ୍ତି, ସମସ୍ତଙ୍କ ପାଇଁ ହୃଦୟ ସହକାରେ ପ୍ରାର୍ଥନା। ଦର୍ଶକ ବନ୍ଧୁ, ଆଜି ଉପାୟରେ ମୁଁ ଆପଣଙ୍କୁ କହିବି, କିଛିଟା ଗୋଲମରିଚ ଆପଣ ଘରର ଏହି ଜାଗାରେ ଫିଙ୍ଗି ଦେବେ। କେବଳ ଫିଙ୍ଗି ଦେବା ମାତ୍ରେ ହିଁ ଆପଣଙ୍କ ଘରୁ ସବୁ ପ୍ରକାର ଶନି ଦଶା ଦୂର ହେବ, ଆପଣଙ୍କ ଘରୁ ନକାରାତ୍ମକ ଉର୍ଜା ଦୂର ହୋଇଯିବ, ଆପଣଙ୍କର ଗୁପ୍ତ ଶତ୍ରୁ ଶାନ୍ତି ହେବେ। ଆପଣଙ୍କ ଉପରେ ବହୁତ ହି ଅସୁବିଧା ଆସୁଛି, ଯାହାକି ହଠାତ୍ ବିଭିନ୍ନ ପ୍ରକାର ବିପଦ, ଆପଣ ତା'ର କାରଣ ବି ଜାଣିପାରୁନାହାନ୍ତି, ତାହା ମଧ୍ୟ ଶାନ୍ତ ପଡ଼ିଯିବ। ଏହା ଛଡ଼ା ଆପଣଙ୍କର କାମ ଅଟକି ଯାଉଛି, ଗୁପ୍ତ ଶତ୍ରୁ ଲାଗୁଛନ୍ତି, କଳି ଝଗଡ଼ା ବହୁତ ହେଉଛି, ବାଟରେ ଘାଟରେ ଆପଣଙ୍କର ଆକ୍ସିଡେଣ୍ଟାଲ ପରିସ୍ଥିତି ହେଉଛି, ବା ଆପଣଙ୍କର ଅନ୍ୟମାନଙ୍କ ସହିତ ଭଲ ସମ୍ପର୍କ ରହୁନି, ବିଗିଡ଼ି ଯାଉଛି, ଯାହା ବି କାମ ଚିନ୍ତା କରୁଛନ୍ତି ତାହା ମଧ୍ୟ ହଠାତ୍ ନଷ୍ଟ ହୋଇଯାଉଛି। ଏସବୁ ଶନିଦଶା ପଡ଼ିଲେ ଏବଂ ଆପଣଙ୍କର ଏଇସବୁ ପରିସ୍ଥିତି ଦେଖାଯାଏ। ତା ଛଡ଼ା ଆପଣଙ୍କୁ ସବୁବେଳେ ଭୟ ଲାଗୁଛି, ଡର ଲାଗୁଛି, କୌଣସି କାମ କଲେ ଲାଗୁଛି ନାହିଁ ମୁଁ ଏଥିରେ ସକ୍ସେସ୍ ହେଇପାରିବିନି, ଏସବୁ ମଧ୍ୟ ଶନି ଗ୍ରହର କାରକ ହୋଇଥାନ୍ତି। ତେଣୁ ଆସନ୍ତା ଶନିବାର ଦିନ ଏହି ଉପାୟ ଆପଣ କରନ୍ତୁ। ମାତ୍ର 5ଟି ଦାନା ଗୋଲମରିଚ ଆପଣ ଯେଉଁ ଜାଗା କହିବି ସେଇଠି ଫିଙ୍ଗି ଦିଅନ୍ତୁ, ଦେଖିବେ ଆପଣଙ୍କର ଗ୍ରହ ସବୁ ଶାନ୍ତ ହୋଇଯିବ। କେମିତି କରିବେ, କ'ଣ କରିବେ, ଆଗକୁ ମୁଁ ଆପଣଙ୍କୁ କହିବି। ଏବେ ପର୍ଯ୍ୟନ୍ତ ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ପ୍ଲିଜ୍ 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 ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ମୋର ଆପଏଣ୍ଟମେଣ୍ଟ ନେବା ପାଇଁ ଯଦି କୌଣସି ବି ସମସ୍ୟା ଆପଣଙ୍କ ଜୀବନରେ ଚାଲିଛି, ସମସ୍ୟା ବିଷୟରେ ମୋ ସାଙ୍ଗରେ ଆଲୋଚନା କରିବେ ଏବଂ ଆପଣଙ୍କର ସମାଧାନ ମଧ୍ୟ ଆପଣ ପାଇପାରିବେ, ପ୍ରତିକାର କରେଇ ପାରିବେ, ତେବେ ଅଫିସର ଫୋନ୍ ନମ୍ବର ରହିଛି, ମ୍ୟାନେଜର ବାବୁଙ୍କୁ ଫୋନ୍ କରି ମୋର ଆପଏଣ୍ଟମେଣ୍ଟ ନେଇପାରିବେ। ଏହାଛଡ଼ା ମୋର ଅନ୍ୟ ଚ୍ୟାନେଲ ଦେଖିବା ପାଇଁ ଡିସ୍କ୍ରିପ୍ସନରେ ଲିଙ୍କ୍ ଅଛି, ଆପଣ ଦେଖନ୍ତୁ, ତାକୁ ମଧ୍ୟ ସବସ୍କ୍ରାଇବ୍ କରନ୍ତୁ। ଦର୍ଶକ ବନ୍ଧୁ, ବହୁତ ଭଲ କଥା, ଆଗକୁ ଆପଣଙ୍କର ଏଇ ପୁଷ ମାସର ଶନିବାର ମଧ୍ୟ ରହିଛି, ବା ଆପଣ ଯେକୌଣସି ମାସରେ ଦେଖୁଛନ୍ତି ପ୍ରତ୍ୟେକ ଶନିବାରରେ ଉପାୟ ଆରମ୍ଭ କରିପାରିବେ। 5ଟି ଦାନା ଗୋଲମରିଚ ନିଅନ୍ତୁ। ଆପଣଙ୍କ ଯଦି ନିଜ ଉପରେ କୌଣସି ଗ୍ରହ କେବଳ ଆପଣଙ୍କ ସହିତ ହିଁ ସବୁ ଖରାପ ହେଉଛି, ତେବେ ନିଜ ମୁଣ୍ଡ ଚାରିପଟେ ଆଣ୍ଟି କ୍ଲକୱାଇଜ୍ ଅର୍ଥାତ୍ ଓଲଟା ଡାହାଣ ପଟୁ ବାଁ ଆଡ଼କୁ ଆପଣ ଆଣ୍ଟି କ୍ଲକୱାଇଜ୍ ଘଣ୍ଟା ଯେମିତି ଓଲଟା ବୁଲିବ ସେମିତି ଆପଣ 3 ଥର ବୁଲାନ୍ତୁ। ବୁଲେଇବା ବେଳେ ଏତିକି ଚିନ୍ତା କରନ୍ତୁ, ମୋ ଉପରେ ଯାହା ବି ଖରାପ ଗ୍ରହ, ଖରାପ ପ୍ରଭାବ, ଖରାପ ନଜର ଦୋଷ, ଖରାପ ପରିସ୍ଥିତି କାମ କରୁଛି, ମୋର ଯାହା ବି ସଙ୍କଟ ଏବଂ ମୋ ସହିତ ଯାହା ବି ସବୁ ଅସଫଳତା ଆସୁଛି, ସବୁ ଏଇ ଗୋଲମରିଚ ଟାଣି ନେଇଯାଇଛି। ଆଜିଠାରୁ ମୋ ଲାଇଫରେ ସକ୍ସେସ୍ ଆସୁଛି, ହାପି ଆସୁଛି, ମୁଁ ବହୁତ ସୌଭାଗ୍ୟଶାଳୀ, ଏମିତି କୁହନ୍ତୁ। ସେହି ଗୋଲମରିଚକୁ ନେଇକି ଆପଣ କ'ଣ କରିବେ, ଆପଣଙ୍କ ଘର ବାହାରକୁ ଯାଇକି କୌଣସି ଅପରିଷ୍କାର ଜାଗା ଯେଉଁଠି କେହି କୁଦିବେନି, ଛୁଇଁବେନି, ଡଷ୍ଟବିନ୍ ବା ଅଳିଆବାଲା ଯେଉଁ ଆସି ନେଉଛନ୍ତି ତା ଭିତରେ ଆପଣ ଫିଙ୍ଗି ଦିଅନ୍ତୁ। ଏକ ମୁହାଁ ହେଇକି ଘରକୁ ଫେରି ଆସନ୍ତୁ। ଆଗୁଆ ବାହାରେ ପାଣି ଥୋଇଥିବେ, ଗୋଲମରିଚର ଉପାୟ କରିବା ପୂର୍ବରୁ ସେହି ପାଣିରେ ଗୋଡ଼ ହାତ ମୁହଁ ଧୋଇ ଦିଅନ୍ତୁ, ତାପରେ ଘରକୁ ଆପଣ ପ୍ରବେଶ କରନ୍ତୁ। ପ୍ରବେଶ କରିବା ପୂର୍ବରୁ ଯଦି ଗୋଟିଏ ଛୋଟ କାମ କରିବେ, ସ୍ୱର ବିଜ୍ଞାନ କୁହେ, ନାକରେ ହାତ ଦେଇ ଦେଖନ୍ତୁ ପବନ କେଉଁ ପଟେ ଆପଣଙ୍କର ନିଶ୍ୱାସ ସହଜରେ ଯିବା ଆସିବା ହେଉଛି, ବାଁ ପଟ କି ଡାହାଣ ପଟ। ଯଦି ଯେଉଁ ପଟଟା ସହଜରେ ଯିବା ଆସିବା ହେଉଛି ସେଇ ପାଦ ଘର ଭିତରକୁ ଦେଇକି ମୁଁ ବହୁତ ସୁଖ, ବହୁତ ଶାନ୍ତି ଏବଂ ଜୀବନରେ ସଫଳତା ନେଇକି ପ୍ରବେଶ କରୁଛି କହିକି ମନରେ ଆପଣ ପ୍ରବେଶ କରନ୍ତୁ। ଦେଖିବେ ନିଶ୍ଚିନ୍ତ ଆପଣଙ୍କର ଦୁର୍ଭାଗ୍ୟ ହଟିଯିବ, ସୌଭାଗ୍ୟ ପ୍ରବେଶ କରିବ। ଗୋଟେ ଥରରେ ଯଦି ଆରାମ ଲାଗୁଛି ଆପଣ ତେବେ ଭଲ କଥା, ନଚେତ୍ ଲଗାତାର ଶନିବାରକୁ ଶନିବାର ଆପଣ 5 ଶନିବାର 7 ଶନିବାର ଏଇଭଳି ଭାବରେ ଲଗାତାର କରନ୍ତୁ, ଆପଣଙ୍କୁ ଉପକାର ମିଳିଯିବ। ଯଦି ଆପଣଙ୍କ ଘର ଉପରେ ନଜର ଖରାପ ରହିଛି, ଆପଣଙ୍କୁ ଲାଗୁଛି ଘର ହିଁ ସବୁ ସମସ୍ୟାର କାରଣ, ବାହାରେ ରହୁଛନ୍ତି ସବୁ ଠିକ୍ଠାକ୍ ହେଉଛି, ଘରକୁ ଆସିଲା ମାତ୍ରେ ଆପଣଙ୍କର ସବୁ ଖରାପ ହେଉଛି, ଘରେ ବିଭିନ୍ନ ପ୍ରକାର ଅଶାନ୍ତି, ଅସୁବିଧା, କଳିଝଗଡ଼ା, ଶତ୍ରୁ ସମସ୍ୟା ସବୁ ପ୍ରକାର ଦେଖାଯାଉଛି, ତେବେ ମଧ୍ୟ ଗୋଟେ ଛୋଟ କାମ, ସେମିତି 5 ଦାନାର ଗୋଲମରିଚ ଆପଣ ନିଅନ୍ତୁ। ନେଇକି କ'ଣ କରିବେ, ଘରର ହାତ ମୁଠାରେ ଧରିବେ, ଧରିକି ଘରେ ଯାହା ବି ନେଗେଟିଭ୍ ପ୍ରଭାବ ଅଛି, ନେଗେଟିଭ୍ ଏନର୍ଜି ଅଛି, ଖରାପ ଗ୍ରହ ଅଛି, ଘର ଉପରେ ଯାହା ବି ଖରାପ ଶକ୍ତିର ପ୍ରଭାବ ରହିଛି, ସବୁ ଏଇ ଗୋଲମରିଚ ଭିତରକୁ ଟାଣି ହେଇକି ଆସିଯାଉଛି କହିକି
प्रत्येक घरे आपण मुठा बंद करिकी मुठा को बुलेई बुलेई आपण बुली आसतु प्रत्येक रूम रे घर बाहर को चली जातु जमीती कहली सेमिति बाहर डस्टबिन रे पकेकी गोड़ हाथ मुह धोईकी घर को मो घर आज शुभ होईची माँ महालक्ष्मी नारायण सबले रही मो घर बहुत ही लक्ष्मी प्रदा मो घर मत सब बेले सक्सेस दौची टंका पैसा दौची यही घरे मु निजे बहुत खुशी रे अच्छी मो पिला परिवार खुशी रे अछंती समस्ते आमे खुशी रे अच्छु कहीकि घर भीतर को आपण प्रवेश करि जांतु देखिबे बहुत ही आपणकर मंगल हबो सेमिति आपण लगातार 5 थर शनिवार बा 7 थर शनिवार आपण करि पारिबे। एहा छडा जदि आपण को लागुची घरे प्रत्येक समय रे नकारात्मक ऊर्जा काम करुची सबु करबा परे भी घरे आपण को किछि भल फीलिंग्स होनी बाहर रहउचंती ठीक लागुची घर को पशिले डर लागुची केमती गोटे किए माड़ी बसला भली लागुची मन आपणकर अस्थिर लागुची मन चंचल लगुच मनटा आपणकर हठात हठात माने बहुत डर डर भय भय घरे चलियापाई आपण को सुविधा लगुना तेबे कौन हुए घरे नकारात्मक ऊर्जा बा वातावरण रही ही आपण को यही भाव में फिलिंग्स होता है। तेणु ये आपण गोटे छोट काम करेंगे 5टी गोलमरीचर दाना नियंतु बा 7टी गोलमरीचर दाना नियंतु बा आपण 8टा गोलमरीचर दाना मध्य नहीं पारिबे आपण को निज हिसाब रे देखंतु 8टी नेले मध्य भलो कारण शनिंकर संख्या होची 8 तो 8 आपण नहीं पारिबे बा 5 7 नियंतु आपण को सुविधा अनुसार किछु असुविधा नहीं आपण नियंतु नबा परे प्रथमे ताको हाथ रे धरिबे एतिकी चिंता करिवे मो घरर ऊर्जा पॉजिटिव हो जाइछि सब नकारात्मक ऊर्जा घरु शेष हो जाइछि घरे जहाँ भी खराब संपर्क अच्छी घरे जहाँ भी खराब ग्रह काम करुच्ची घरे जहाँ भी खराब अनुभव रही सबू नष्ट हो जाइछि घरे केवल पॉजिटिव ऊर्जा पॉजिटिव शक्ति पॉजिटिव देवता शक्ति बास करुछंती महालक्ष्मी बास करुछंती नारायण बास करुछंती प्रभु महादेव बास करुछंती मो घरे सबु शुभ शक्ति अच्छंती एवं सबु नकारात्मक ऊर्जा शेष हो जाइछि एई पॉजिटिव चिंता सह मो सहित मो परिवार सहित सबु मंगल शुभ मंगल होउची कहीकि आपण से गोलमरीच को गोटे जेकोसी जगार आपण सरा हो पार बा जो थे झुणा दौरान झुणा दानी हो पार से भाई किसी जगह जहाँ आपण को आलती आपणकर स्टाण्ड रही हो पार आपणकर जो थे मोटामोटी भाव में सुविधा होची ता देहरे से गोलमरीच दाना को रखंतु 2-3 खंड कर्पूर पीस ता ऊपर रखंतु श्री कर्पूर बा आपणकर जो खाई पारुचंती भीमसेनी कर्पूर जोटा कि आम खाई पारिबा से भली कर्पूर होची शुद्ध कर्पूर श्री कर्पूर मागी आणंतु पूजा दुकान रे एवं देखंतु भेजाल कर्पूर जोटा सेटा बटिका टाइप रो टैबलेट टाइप रो हेइथाय सेटा एते भल नुह किंतु पीस पीस जोटा आसे नबात टाइप रो सेटा होची आपनकर श्री कर्पूर तार बास्ना मध्य बढ़िया आपण जानि परिबे मागी कि नै आसंतु 2-3 पीस ताको पकेकी सेथिरे अग्नि संयोग करि दियंतु एवं जेतबेले से गोलमरीच दाना जलुची आपण प्रत्येक घरे यही इच्छा शक्ति सह मो घर सब नकारात्मक ऊर्जा शेष हो जाइछि सबु शनि राहु केतु भली प्रत्येक ग्रह शांति हो जाइछंती मो घरे ग्रह ना धरंतु बा न धरंतु एतिकी कहिबे मो घर सब नकारात्मक ऊर्जा शेष हो जाइछि मो घरे नवग्रह शांत हो जाइछंती मो घरे सबु प्रकार शुभ ऊर्जा आसुची देवता शक्ति बास करूछंती एई कथा कहि कहि कि आपण प्रत्येक घरे बुलेई दियंतु एवं ताको छाड़ी दियंतु ता धुनी प्रत्येक घरे बुलेई आणंतु देखिबे आपण सेमिति 5 शनिवार कि 7 शनिवार आपण करंतु आपणकर प्रत्येक समस्यार समाधान हो जिवो। आशा करूची वीडियो आपनको भल लागिथिबो चैनल को सब्सक्राइब करंतु लाइक करंतु शेयर करंतु देखा बा नेक्स्ट वीडियो रे जय जगन्नाथ।